ରାଧାକୃଷ୍ଣଙ୍କର ପ୍ରେମଟା ଅନାଦି କାଳରୁ ଚାଲି ଆସିଛି। ରାଧାର ବିନା କୃଷ୍ଣଙ୍କର ପୂଜା ଏକା କରା ନାଇଁ ହୁଏ। ସଂସାରକେ ପ୍ରକୃତ ପ୍ରେମର ପରିଭାଷା ବୁଝାବାର ଲାଗି ଦ୍ୱାପର ଯୁଗନେ ପ୍ରଭୁ ନାରାୟଣ କୃଷ୍ଣ ଅବତାର ନେଇକରି ଜନ୍ମ ହେଇଥିଲେ। ତାର ସହିତ କୃଷ୍ଣଙ୍କର ହିଁ ଅଂଶ ରାଧାରାଣୀ ଯମୁନା ନଦୀ ପାଖେ ଥିବାର ରାବଲ ଗାଁ ଥି ବୃଷଭାନୁ ଆରୁ କୀର୍ତ୍ତିଙ୍କ ଘରେ ସେ ରାଧା ରୂପେ ଜନ୍ମ ହେଇଥିଲେ। ଜନ୍ମ ସମୟାଥୁ ଏକା ରାଧାକୃଷ୍ଣଙ୍କର ପ୍ରେମ କାହାନୀଟା ଆରମ୍ଭ ହେଇଥିଲା। ହେଲେ ଏଛୁନ୍ ପ୍ରଶ୍ନ ଆସି ଯେ ରାଧାକୃଷ୍ଣଙ୍କର ବିବାହଟା କାଁଥି ଲାଗି ହେଇନି ପାରିଲା, କେନ୍ କାରଣର ଲାଗି ଭଗବାନ କୃଷ୍ଣ ତାଙ୍କର ପ୍ରିୟ ବଂଶୀଟାକେ ଭାଙ୍ଗି ଦେଇଥିଲେ। ତାର ସଙ୍ଗେ ସଙ୍ଗେ ଜାନମା ରାଧାଙ୍କର ମୃତ୍ୟୁ କେନ୍ତା କରି ହେଇଥିଲା। ଇ ଭିଡ଼ିଓ ଦେଖବାର ଆଗନୁ ଆମର ଚ୍ୟାନେଲକେ ଯଦି ନୂଆ ଆସିଛନ୍ ବୋଇଲେ ଆମର୍ ଚ୍ୟାନେଲକେ ସବସ୍କ୍ରାଇବ୍ କରିଦଉନ୍ ଆରୁ ଭିଡ଼ିଓକେ ଲାଇକ୍ କରିଦଉନ୍ ଆରୁ ଭିଡ଼ିଓଟାକେ ଶେଷ ପର୍ଯ୍ୟନ୍ତ ଦେଖୁନ୍। ରାଧାରାଣୀ ସ୍ୱର୍ଗ ଲୋକେ ବଚନ ଦେଇଥିଲେ ଯେ ଯେନ୍ ଦିନେ ଶ୍ରୀ ବିଷ୍ଣୁଙ୍କର ପହଲା ଦୃଷ୍ଟି ତାଙ୍କର ଉପରେ ପଡ଼ବା ସେଦିନ ଏକା ସେ ସମ୍ପୂର୍ଣ୍ଣ ସଂସାରଟାକେ ଦେଖିବେ। ଦେଖିଲେ ତ ଦର୍ଶକ ବନ୍ଧୁ କେନ୍ତା କରି ରାଧାକୃଷ୍ଣ ଆରମ୍ଭରୁ ଯୋଡ଼ି ହେଇଥିଲେ। ରାଧା ଆରୁ କୃଷ୍ଣ 8 ବର୍ଷ ବୟସ ଠାନୁ ନିଜର ପ୍ରେମର ଆନନ୍ଦ ନେବା ଆରମ୍ଭ କରିଥିଲେ। ଶ୍ରୀକୃଷ୍ଣଙ୍କର ଜୀବନରେ ଦୁଇଟା ଜିନିଷ ପ୍ରିୟ ଥିଲା, ଗୋଟେ ହେଉଛେ ବଂଶୀ ଆର୍ ଅନ୍ୟଟି ହେଲା ରାଧାରାଣୀ। ଯେତେବେଲେ ବି ଶ୍ରୀକୃଷ୍ଣ ବଂଶୀଟା ବଜାସନ୍ ରାଧାରାଣୀ ଯେନ୍ଠାନେ ଥିଲେ ବି ଦୌଡ଼ି ପଳାଇ ଆଏସନ୍। ରାଧାକୃଷ୍ଣ ଯମୁନା ନୈତ କୂଲେ ଘଣ୍ଟା ଘଣ୍ଟା ଧରି ବସନ୍ତି। ବଂଶୀର ସୁମଧୁର କଣ୍ଠସ୍ୱରରେ ସେମାନେ ବହୁତ ସମୟ ଧରି ସମୟ ବିତାଇଥାନ୍ତି। ଇ ହସ ଖୁସି ସୁଖମୟ ସମୟଟା କିଛି ଦିନର ଲାଗି ରହିଲା। ଯେତ୍କି ବେଲିଆ ଶ୍ରୀକୃଷ୍ଣ ମଥୁରା ଚାଲି ଯାଇଥିଲେ, ପୁରା ଗୋକୁଲବାସୀ ଯଶୋଦା ରାଧାରାଣୀ ସମସ୍ତଙ୍କୁ ଛାଡ଼ିକରି। ଇ କଥାଟା ଖାଲି ରାଧା ଆରୁ କୃଷ୍ଣ ଏକା ଜାଣିଥିଲେ ଯେ କୃଷ୍ଣ ଆରୁ କେଭେ ବି ବୃନ୍ଦାବନ ନାଇଁ ଆସନ୍ ବୋଲି। ରାଧାରାଣୀ କୃଷ୍ଣ ଭଗବାନକେ ଦୁଇଟା ବର ମାଗିଥିଲେ। ପହଲା ବର ହେଲା ଯେ ରାଧାଙ୍କର ହୃଦୟନେ ଖାଲି କୃଷ୍ଣ ଏକା ରହିବେ। ଆରୁ 2 ନମ୍ବର ବର ଇଟା ଥିଲା ଯେ ଯେତ୍କି ବେଲିଆ ରାଧାଙ୍କର ମୃତ୍ୟୁ ହେବା ସେ କାହ୍ନାଙ୍କର ଦର୍ଶନ ପାଇବେ। କୃଷ୍ଣ ବି ରାଧାଙ୍କୁ ଗୋଟେ ବଚନ ମାଗିଥିଲେ, ମାନେ କଥା ମାଗିଥିଲେ ଯେ କୃଷ୍ଣଙ୍କର ବିରହନେ କେବେ ବି ଆଖିନେ ଲୁହୁ ବାହାର ନି କରବେ। ରାଧାରାଣୀ କଂସକେ ବଧ କରି କରି କୃଷ୍ଣ ଦେବକୀ ଆରୁ ବାସୁକୀକେ ମୁକ୍ତ କରିଥିଲେ ଆରୁ ଦ୍ୱାରିକା ନଗରୀ ପ୍ରତିଷ୍ଠା କରିଥିଲେ। ଶ୍ରୀକୃଷ୍ଣ ରୁକ୍ମିଣୀ ଆରୁ ସତ୍ୟଭାମାକେ ବିବାହ କରିଥିଲେ। ତାର ସହିତ ତାଙ୍କର 16,108 ରାଣୀ ଥିଲେ। ସବକର୍ଣ୍ଣୁ ରୁକ୍ମିଣୀ ପ୍ରିୟ ପତ୍ନୀ ଥିଲେ। ପ୍ରେମପତ୍ର ମାଧ୍ୟମଥି ରୁକ୍ମିଣୀ ଶ୍ରୀକୃଷ୍ଣଙ୍କୁ ଡାକିଥିଲେ ଆରୁ ତାଙ୍କର ସହିତ ଦ୍ୱାରିକା ଚାଲି ଯାଇଥିଲେ। ଆରୁ ଇଆଡ଼େ ଯେ କୃଷ୍ଣ ମଧ୍ୟ ତାଙ୍କର ଦବ୍ୟ କାର୍ଯ୍ୟନେ ନିମ୍ନ ହୋଇଗଲେ। ରାଧାକୃଷ୍ଣ ନିଜ ମନ ଆରୁ ହୃଦୟରୁ ହିଁ ଜଡ଼ିତ ରହୁଥିଲେ।
କୃଷ୍ଣ ଯେତେବେଳେ ବି ଶୋଉଥିଲେ ସେ ରାଧେ ରାଧେ ଜପ କରୁଥିଲେ। ଇ ଜିନିଷଟା ଶ୍ରୀକୃଷ୍ଣଙ୍କର ପତ୍ନୀ ମାନକେ ଟିକେ ବି ଭଲ ନାଇଁ ଲାଗୁଥାଏ। ଶ୍ରୀକୃଷ୍ଣଙ୍କୁ ଯାଇକରି ପଚରାସନ୍, ହେ ସ୍ୱାମୀ, ପ୍ରେମ ତ ଆମେ ତମକେ ବି କରସୁଁ, ହେଲେ ରାଧାରାଣୀଙ୍କର ଠାନେ ଏନ୍ତା କାଣା ଅଛି ଯେ ଯାହା ତମକେ ଏତେ ମୋହିତ କରୁଛେ। ତାର ପରେ କୃଷ୍ଣ କହିଲେ, ତୁମେ ନିଜେ ଯାଇକରି ଦେଖି ଆସ। ହଁ, ଆରୁ ସାଙ୍ଗେ କିଛି ନାଇଁ କରି ଯିବ। ରୁକ୍ମିଣୀ ଆରୁ ସମସ୍ତ ରାଣୀ ରାଧାଙ୍କର ଦର୍ଶନ କରିବା ପାଇଁ ଯାଆନ୍ତି। ସେ ଜାଗାକେ ଯାଇକରି ଦେଖନ୍ତି ଯେ ରାଧା ବହୁତ ବର୍ଷୁ କୃଷ୍ଣ ନାମ ଜପ କରି କରି ସେ ଶୋଇ ନଥିଲେ, ଆରୁ ସେଦିନ ହିଁ ସେ ଶୋଇଥିଲେ। ରୁକ୍ମିଣୀ ରାଧାଙ୍କର ସେବିକାକେ କହେସନ୍, କୃଷ୍ଣଙ୍କର ଆଦେଶ ପାଇକରି ଆମେ ସମସ୍ତ ରାଣୀମାନେ ରାଧାଙ୍କର ଦର୍ଶନ କରବାର୍ ଲାଗି ଆସିଛୁଁ। କୃଷ୍ଣଙ୍କର ନାମ ଶୁଣବାର୍ ମାତରକେ ରାଧାଙ୍କର ନିଦ୍ରାଟା ତୁରନ୍ତ ଭାଙ୍ଗିଗଲା। ସେ ଖୁସି ହେଇକରି କହିଲେ ଯେ ଇଟା ପହଲା ଥର ଯେନ୍ଟାକି କୃଷ୍ଣ ମୋତେ ଦେଖା କରବାର୍ ଲାଗି କାହାକେ ପଠାଇଛନ୍, ତାର ସାଙ୍ଗେ କିଛି ପ୍ରସାଦ ବି ପଠାଇଛନ୍। ରାଧାରାଣୀ କିଛି ନାଇଁ ଭାବିକରି ଗରମ କ୍ଷୀରଟା ପିଇଦେଲେ। ରାଣୀମାନେ ରାଧାକେ ଦେଖିଲେ ଆରୁ ଦ୍ୱାରିକା ଫେର ଥରେ ପଳାଇ ଆସିଲେ। ରାତିନେ ଯେତେବେଳେ ରୁକ୍ମିଣୀ କୃଷ୍ଣଙ୍କର ପାଦ ଚିପି ଦଉଥନ୍, ସେ ସମୟଥି ଦେଖିଦେଲେ ଯେ କୃଷ୍ଣଙ୍କର ପାଦଠାନେ ଫୋଟକା ହେଇଯାଇଛେ। କୃଷ୍ଣଙ୍କୁ ରୁକ୍ମିଣୀ ପଚାରିଲେ, ହେ ସ୍ୱାମୀ, ତୁମର ପାଦନେ ଏତେ ଫୋଟକା କେନ୍ତା କରି ହେଲା? ତାର ପରେ କୃଷ୍ଣ କହିଲେ, ଆଜି ଯେନ୍ ଗରମ କ୍ଷୀରଟା ତୁମେ ରାଧାକେ ଯେନ୍ ଦେଇଥିଲ, ସେ ଗୋଟେ ଥରନେ ସବୁ ପିଇ ଦେଇଥିଲେ, ଯେନ୍ଥିରେ କି ତାଙ୍କର ହୃଦୟନେ ଛାଲ ପଡ଼ିଥିଲା। ରାଧାଙ୍କର ହୃଦୟ ଥି କୃଷ୍ଣଙ୍କର ଚରଣ ବିରାଜମାନ, ସେଥିର୍ ଲାଗି ମୋର ପାଦ ଠାନେ ଫୋଟକା ହେଇଯାଇଛେ। ତାର ପରେ ରୁକ୍ମିଣୀ ବୁଝିଗଲେ ଯେ ପ୍ରେମ ଶରୀରରେ ନୁହେଁ ହୃଦୟନେ ହେଇଥିସି। ଏନ୍ତା ଗୁଟେ ପୁରାଣର କଥା ହିସାବେ ଥରେ ବ୍ରହ୍ମା ଆସିକରି କୃଷ୍ଣ ଆରୁ ରାଧାର ବିବାହ କରିଥିଲେ। ଇତାର କିଛି ବି ସତ୍ୟତା ନାଇଁନ। ରାଧାର ବିବାହ ଯାଦବ ବଂଶର କୁମାର ଆୟନଙ୍କର ସହିତ ହୋଇଥିଲା ବୋଲି କହେସନ୍। ହେଲେ ରାଧା କୌଣସି ବୈବାହିକ ବନ୍ଧନରେ ନିବୃତ୍ତ ନାଇଁ ଥାଇ। ସେ ସବୁବେଳେ କୃଷ୍ଣଙ୍କର ନାମ ଜପ କରୁଥିଲେ। ଥରେ କିନି ସେ ଦ୍ୱାରିକାକେ ଗଲେ ଆରୁ କୃଷ୍ଣଙ୍କର ମହଲ ଥି ରହିବାକେ ଚାହିଁଲେ। କୃଷ୍ଣଙ୍କର ଭକ୍ତି ସହିତ କୃଷ୍ଣଙ୍କର ପ୍ରେମ ମଧ୍ୟ ପାଇଥିଲେ। ହେଲେ ସେ ପୁରୁଣା କୃଷ୍ଣ ଆଉ ପାଇଲେନି, କାରଣ କୃଷ୍ଣ ତାଙ୍କର ରାଜ୍ୟର କାର୍ଯ୍ୟ ଉପରେ ସେ ନିବୃତ୍ତ ଥିଲେ। ସେନୁକରି ରାଧାରାଣୀ ବୃନ୍ଦାବନକେ ଫେରି ଆସିଲେ ଆରୁ କୃଷ୍ଣଙ୍କର ନାମ ଜପି ଜପି ସେ ଅଚିନ୍ତା ନିଦରେ ଶୋଇଛନ୍। କୃଷ୍ଣ ବଚନ ଦେଇଥିଲେ କି ରାଧାଙ୍କର ଶେଷ ସମୟଥି ସେ ନିଶ୍ଚୟ ଦର୍ଶନ ଦେବେ। ଠିକ୍ ସେନ୍ତା ହିଁ ହେଲା। ରାଧାରାଣୀଙ୍କର ଶେଷ ସମୟଥି କୃଷ୍ଣ ଆସିକରି ଦର୍ଶନ ଦେଇଥିଲେ। ତ ଦର୍ଶକ ବନ୍ଧୁ, ଇଟା ଥିଲା ରାଧା ଆରୁ କୃଷ୍ଣଙ୍କର ଅନାଦି ପ୍ରେମ କାହାଣୀ। ତ ଦର୍ଶକ ବନ୍ଧୁ, ଏନ୍ତା ନୂଆ ନୂଆ ଭିଡ଼ିଓ ଦେଖବାର୍ ଲାଗି ହେଲେ আমার চ্যানেলকে সবসক্রাইব করুন আরু ভিডিওকে লাইক করি সেয়ার করুন। জয় জগন্নাথ।